ଯୋଗାଯୋଗରେ ପ୍ରତିବନ୍ଧକ ଓ ପ୍ରତିକାର। ସମ୍ପର୍କ ସ୍ଥାପନାର ଅନ୍ୟ ନାମ ଯୋଗାଯୋଗ। ଯୋଗାଯୋଗ ଜୀବନର ଏକ ସଂଯୁକ୍ତି ବା ମିଶ୍ରଣ। ଏହା ଜୀବନକୁ ଏକତା ତଥା ଉନ୍ନତ କରାଏ। ମଣିଷର ଜାତୀୟ ଭାବ ପ୍ରତିଷ୍ଠିତ ହୋଇଥାଏ। ଯୋଗାଯୋଗ କ୍ଷେତ୍ରରେ ସାଧୁ ଉଦ୍ଦେଶ୍ୟ ଥିବା ଦରକାର, ନହେଲେ ଯୋଗାଯୋଗ ଅସାମାଜିକ ହୋଇଯିବ। ଡକାୟତି କରିବା ପାଇଁ ଡକାୟତ ବା ଚୋର ଦଳଙ୍କ ମଧ୍ୟରେ ଯୋଗାଯୋଗ ହୋଇ ଯାହାକି ସମାଜର କ୍ଷତିକାରୀ ସତ୍ତାକୁ ବୃଦ୍ଧି କରାଏ, ମଣିଷ ଅସାମାଜିକ ହୋଇଯାଏ। ଅସାମାଜିକତା ଯୋଗାଯୋଗ କ୍ଷେତ୍ରରେ ସବୁଠାରୁ ବଡ଼ ପ୍ରତିବନ୍ଧକ। ପ୍ରତିକାର ସେତେବେଳେ ହୋଇପାରିବ ଯେତେବେଳେ ଅସାମାଜିକ ତତ୍ତ୍ୱଗଣ ମନରେ ମହତ୍ ଚିନ୍ତାର ଅନୁଭବ ବା ଉପଲବ୍ଧି ଆଣିପାରିବେ। ଅବଶ୍ୟ କଠୋର ଦଣ୍ଡ ବି ଏଥିରେ ସୁଧାର ସଂଶୋଧନ ଆଣେ। ଚୋରମାନେ ଚୋରି କରି ପୋଲିସ କର୍ତ୍ତୃକ ଧରାଯାଇ ଜେଲ ଦଣ୍ଡ ଭୋଗି ପୁଣି ଜାମିନରେ ଛାଡ଼ ପାଇ ଦଣ୍ଡରୁ ସାମୟିକ ମୁକ୍ତି ପାଉଛନ୍ତି, ହେଲେ ନିଜକୁ ଆଚରଣକୁ ମନରୁ ଦୂରୀଭୂତ କରି ନ ପାରି ଫେର ଚୋରି କରୁଛନ୍ତି। ଚୋରି କରିବା ମହାପାପ। ଏହା ଚୋର ମନରେ ହେଜ ନ କଲେ, ନ ବୁଝିଲେ ସେ ଚୋରି ନାମକ ଅସାମାଜିକ ଯୋଗାଯୋଗରୁ ନିଜକୁ କଦାପି ମୁକ୍ତ କରିପାରିବ ନାହିଁ। ମଣିଷ ସାଙ୍ଗ ବା ସଙ୍ଗ ଦୋଷରେ ପଡ଼ି ଚୋରି, ମଦ୍ୟପି, ନିଶାଳୀ ହୋଇଯାଇ ନିଜର ପ୍ରଭୁତ୍ୱ ବା ଯଥେଷ୍ଟ କ୍ଷତି କରେ। ରୋଗରେ ପଡ଼ି ଜୀବନ ହାରେ। ନିଜର ପରିବାରକୁ ଜଞ୍ଜାଳ ସମସ୍ୟାରେ ପକାଏ। ମାମଲାରେ ଜଡ଼ିତ ହୋଇ ଯାଇ ଅର୍ଥ ବରବାଦ କରେ। ସମାଜରେ ଦୁର୍ନାମ ଆଣେ। ତଥାପି ନ ସୁଧୁରିବାର କାରଣ ହେଲା ମନ୍ଦ ପ୍ରକୃତିକୁ ନିଜ ମନରୁ ନ ଛାଡ଼ି ପାରିବା, ମନରେ ମହତ୍ ଚିନ୍ତାର ଉଦ୍ରେକ ନ କରାଇବା, ଅନୁତାପ ଅନୁଶୋଚନା ସାମୟିକ ବା ଅଳ୍ପ ସମୟ ପାଇଁ ନ କରି ମନରେ ଏହାକୁ ସଦା ଜାଗ୍ରତ କରିବାକୁ ହେବ। ନିଜର ଓ ପାରିପାର୍ଶ୍ୱିକ କ୍ଷତିକୁ ବୁଝିବାକୁ, କୁସଙ୍ଗ ଛାଡ଼ି ସୁସଙ୍ଗକୁ ଜୀବନରେ ଆଣିବାକୁ ଅକ୍ତିଆର କଲେ ଯାଇ ସୁଧାର ଆସିପାରିବ। ଅଧ୍ୟାପନା ବା ପଢ଼େଇବା କ୍ଷେତ୍ରରେ ଯୋଗାଯୋଗର ପ୍ରତିବନ୍ଧକ ହେଲା ସମୂହ ପାଠପଢ଼ା ବା ଟ୍ୟୁସନରେ ସବୁ ପିଲା ପାଠ ଗ୍ରହଣରେ କଦାପି ସମାନ ନଥାନ୍ତି। ତେବେ କେଉଁ ପିଲା ପାଠ ଗ୍ରହଣରେ ଦୁର୍ବଳ ଅଛି, ମନୋଯୋଗୀ ହୋଇପାରୁନାହିଁ, ଏହା ଉଭୟ ଶିକ୍ଷକ ଶିକ୍ଷାଦାତା ତଥା ଛାତ୍ର ଶିକ୍ଷାର୍ଥୀ ବୁଝି ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିପାରିଲେ ପାଠପଢ଼ା, ଅଧ୍ୟୟନ ଏବଂ ପଢ଼େଇବା ଅଧ୍ୟାପନାରେ ନିହିତ ବା ରହିଥିବା ପ୍ରତିବନ୍ଧକ ପ୍ରତିକୃତ ହୋଇପାରିବ। ଛୋଟ ପିଲାଙ୍କୁ ସିନା ମାଡ଼ ଦେଇ, ଗାଳି ଖୁଆଇ, ଧମକେଇ ଚମକେଇ ସୁଧାର ଆଣି ହେବ, ହେଲେ ବଡ଼ ଓ ବୁଝିବା ବୟସର ପିଲାଙ୍କୁ ପରାମର୍ଶ, ଉପଦେଶ ତଥା ଅଭିଭାବକଙ୍କ ସହିତ କଥାବାର୍ତ୍ତା ହୋଇ ଯୋଗାଯୋଗ ରଖିପାରିଲେ ସୁଧାର ପ୍ରତିକାର ଆସିପାରିବ, ସମ୍ଭବିତ ହୋଇପାରିବ। ବାଟ ଚାଲିବା ବେଳେ ବି ଟ୍ରାଫିକ ନିୟମ କେମିତି ପରିପାଳିତ ହୋଇପାରିବ ସେ ସମ୍ବନ୍ଧରେ ପର୍ଯ୍ୟାପ୍ତ ଜ୍ଞାନ, ଧୈର୍ଯ୍ୟ ଧାରଣର ଯୋଗାଯୋଗ ରହିଅଛି। ଯୋଗାଯୋଗ ମାନେ ଖାଲି ସମ୍ବନ୍ଧ ସ୍ଥାପନ ନ ହୋଇ ଜାଣିବା ବି ଅଟେ। କିପ୍ ଟୁ ଦ ଲେଫ୍ଟ ବା ବାମକୁ ମାଡ଼ିଚାଲ, ଟ୍ରାଫିକ ପୋଲିସର ସଙ୍କେତ ଦେଖ କିମ୍ବା ଲାଲିବତୀ ସବୁଜବତୀର ବୁଜିବା ଜଳିବା, ଅନ୍ୟାନ୍ୟ ଲୋକମାନେ କେମିତି ରାସ୍ତାରେ ଚାଲିଲା ବେଳେ କେଉଁଠି ଅଟକୁଛନ୍ତି, କେମିତି ଯାଉଛନ୍ତି, ଏହା ସତତ ଦେଖିବାକୁ ପଡ଼ିବ। ପଥଚାରୀ ବି ପାଦରେ ଚାଲିଯାଉଥିବା ଲୋକ ପ୍ରତି ଗାଡ଼ି ଆରୋହୀ ଦେଖୁ ଗାଡ଼ିର ବ୍ରେକ୍ ଦେଇ ବେଗ କମାଉ, ନିର୍ଦ୍ଦୟ ଖାମଖିଆଲି ନ ହେଉ, ଚାଳକ ସେ ପାଦରେ ଥାଉ ଅଥବା ଗାଡ଼ିରେ ବସିଥାଉ ନିଶାଗ୍ରସ୍ତ ହୋଇ ନଥାଉ, ଟ୍ରାଫିକ ନିୟମ ପାଳୁ, ମାନୁ, ତେବେ ଯାଇ ରାସ୍ତାରେ ଚାଲିଗଲା ବେଳେ ପରିଦୃଷ୍ଟ ଦୁର୍ଘଟଣାର ପ୍ରତିବନ୍ଧକଗୁଡ଼ିକ ପ୍ରତିକାରରେ ପରିଣତ ହୋଇପାରିବ। ମଣିଷ ପାରିବାରିକ ଜୀବ। ପରିବାରରେ ଚଳିବାକୁ ହେଲେ ପରିବାରର ପ୍ରତି ସଦସ୍ୟ ସଂଖ୍ୟାକୁ ନେଇ ପରସ୍ପର ମଧ୍ୟରେ ଉତ୍ତମ ବ୍ୟବହାର ଦେଖାଉଥିବେ, ଧୈର୍ଯ୍ୟବାନ ସହନଶୀଳ ହେଉଥିବେ, ସାହାଯ୍ୟ ସହଯୋଗୀ ହେଉଥିବେ। ଭକ୍ତକବି ମଧୁସୂଦନ ରାଓ ପରିବାର ନାମକ କ୍ଷୁଦ୍ର ପଦ୍ୟରେ କହିଛନ୍ତି, ବୈକୁଣ୍ଠ ସମାନ ଆହା ଅଟେ ସେଇ ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ନିଜ ଘର ସ୍ୱର୍ଗଠାରୁ ସୁନ୍ଦର ବୋଲି ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ବା ସିନେମାଟିଏ ଅଛି, ତାହାକୁ ଦେଖି ଶିକ୍ଷାଲାଭୀ
ବାକୁ ହେବ। ପରିବାର ବୃହତ୍ତର ମାନବୀୟ ସମାଜର କ୍ଷୁଦ୍ର ପ୍ରତିରୂପ ବା ନମୁନା। ତେଣୁ ସେଠି ବି ଯୋଗାଯୋଗର ଉତ୍ତମତା ପାରିବାରିକ ପ୍ରଗତି ଶାନ୍ତିମୟତାର ଆନୟନକର୍ତ୍ତା ହୋଇପାରିବ। ମିତ୍ରତା ବା ବନ୍ଧୁତ୍ୱରେ ଯୋଗାଯୋଗର ପ୍ରତିବନ୍ଧକତା ଥାଏ ସ୍ୱାର୍ଥପର ସୁବିଧାବାଦିତା ହୋଇ ଯିବାରେ, ଠକି ଦେବାରେ। ଏଭଳି କୁପ୍ରବୃତ୍ତିକୁ ମନରୁ ଦୂରେଇ ଦେଇ ବୁଝି ସମ୍ପର୍କର ମାନଦଣ୍ଡକୁ ଉତ୍ତମ ରୂପରେ ଉପଲବ୍ଧି କରି ତ୍ୟାଗ ମନୋଭାବ ସମ୍ପନ୍ନ ହୋଇପାରିଲେ, ବନ୍ଧୁତ୍ୱରେ ପାରସ୍ପରିକ ବୁଝାମଣା ରହିପାରିଲେ, ବନ୍ଧୁତ୍ୱ ବା ମିତ୍ରତା ଦୀର୍ଘଦିନ ଅତୁଟ ରହିପାରିବାର ସମ୍ଭାବନା ଥାଏ। ମିତ୍ରତାର ଏହା ହିଁ ପ୍ରତିକାର। ଦେହି ଜବାବ ବା ୱାଦା ଖିଲାପକାରୀ ହେଲେ ଯୋଗାଯୋଗ ପାଣି ଫାଟିଯିବାର ଶଙ୍କା ଆଶଙ୍କା ଥାଏ। କଥାରେ ଅଛି ପରା, ମରଦ୍ କା ବାତ୍ ହାଥୀ କା ଦାମ। ମରଦ ପଣିଆ କଥାର କାଟୁରେ ଥାଏ। ପୁଣି କଥା ଅଛି, ବୁଝି ବିଚାରି କାମ କଲେ ପ୍ରମାଦ ନ ପଡ଼ଇ ଭଲେ। ଆପେ ଅର୍ଜିଲା କର୍ମମାନ ଆଗୁ ହୋଇବ ସାବଧାନ। ଭାଗବତର ଏହିସବୁ ମହତ୍ ବା ମହନୀୟ ବାଣୀକୁ ଜାଣି ମନରେ ଆପଣେଇ ନେଇପାରି ମଣିଷ ଯାହାକୁ ଯାହା ଦେଇଥିବା ପଣ କଣ୍ଟ ସଂକଳ୍ପର ସୁରକ୍ଷା କରାଇ ପାରିଲେ ଯୋଗାଯୋଗରେ ଦେଖା ଦେଇଥିବା ପ୍ରତିବନ୍ଧକ ପ୍ରତିକୃତ ହୋଇଯିବ। କଥା ଦେବା ପୂର୍ବରୁ ଆଗ ନିଜ ସାମର୍ଥ୍ୟକୁ ଦେଖାଯାଉ। ଅବିବେକୀ ହୋଇ ଆବେଗ ବା ମନର ଚାଞ୍ଚଲ୍ୟର ବଶ ହୋଇ ବନ୍ଧୁତ୍ୱର ଘନିଷ୍ଠତା ଖାତିରରେ ଖାମଖିଆଲି ହେବା ଅନୁଚିତ। ଫଳରେ ୱାଦା ପାଳିତ ନ ହେଲେ ତୁ କହିବା ପୂର୍ବରୁ ଟିକେ ନ ଭାବିଲୁ କେମିତି? ଏବେ କହୁଛୁ ମୁଁ କରିବିନି, ଦେଇପାରିବିନି, ପ୍ରତିପକ୍ଷ ଆଡ଼ୁ ଜବାବ ଆସିବ। ଏ ଭାବନା ସେତେବେଳେ ତୋଠାରେ ଥିବା ଦରକାର ଥିଲା। ସମ୍ପର୍କର ଯୋଗାଯୋଗରେ ଇଦୃଶ ବା ଏ ପ୍ରକାର ତିକ୍ତତା ବୁଦ୍ଧିମାନ ଅନୁଭବୀ ମନୁଷ୍ୟ ଜମାରୁ ଆଣି ଦେଇ ନଥାଏ। ଧର୍ମରେ ୱାଦାଖିଲାପକାରୀଏ ଭଲ ଲୋକ ନୁହନ୍ତି ବୋଲି ପ୍ରବାଦ ବା କଥା ରହିଅଛି। ଆଉ ଏହାର ପରିଣାମ ସେମାନେ ସମୟକ୍ରମେ ପାଇବେର ଚେତାବନୀ ବି ଅଛି। ଜୀବନ ଦୁର୍ଲଭ ବା ଅତି କଷ୍ଟର ପ୍ରାପ୍ତି, ତାକୁ ଆମେ ସୂତାଛିଣ୍ଡା ମାଳି ଭଳି କରିଦେବା ଏକାନ୍ତ ଅନୁଚିତ। ଫଳରେ ଜୀବନ ଉଜୁଡ଼ିଯିବ, ଧ୍ୱଂସ ବରବାଦ ଅଚିରେ ହୋଇଯିବ। ପରାମର୍ଶ, ପଠନ, ଅନୁଭବ, ଚିନ୍ତା, ଉପଲବ୍ଧି, ଅଭ୍ୟାସ, ପ୍ରୟାସ ଇତ୍ୟାଦି ମାନବୀୟ ମନୋଭାବ, ଯୋଗାଯୋଗ କ୍ଷେତ୍ରରେ ପରିଲକ୍ଷିତ ପ୍ରତିବନ୍ଧକ, ଆଗତ ଅସୁବିଧା ସବୁକୁ ସୁଧାର, ସଂଶୋଧନ, ପ୍ରତିକାର, ଆନୟନ ଅଚିରେ ସମୟ ସାପେକ୍ଷତାରେ ହୋଇପାରିବାର ସମ୍ଭାବନା ରହିଅଛି।